आसु आसु स्वामीଙ୍କର ଅର୍ଡର ଉପରେ ଅର୍ଡର ମତେ ଏଇଟା ବନେଇ ଦିଅ ମତେ ସେଇଟା ବନେଇ ଦିଅ ମୋ ପାଇଁ ଏଇଟା କର ସେଇଟା କର ଓହୋ ଏମିତି କଣ ଜିନିଷ ବନେଇଲି ଯାହାକୁ ଖାଇକି ସ୍ୱାମୀ ବି ଖୁସି ଆଉ ସମସ୍ତେ ମଧ୍ୟ ଖୁସି। ଚାଲନ୍ତୁ ଆଜି ଏମିତି ଗୋଟେ ଜିନିଷ ବନେଇବା ଯାହାକୁ ଖାଇବା ପାଇଁ ତ ବହୁତ ଭଲ ଲାଗେ କିନ୍ତୁ ବନେଇବା ଭାରି ଝିଞ୍ଝଟିଆ କାମ। ପ୍ରଥମେ ମୁଁ ମଇଦା ଚକୁଟି ଦେଇଥିଲି ଆଉ ଏପଟେ ପିଆଜ ରସୁଣ ମୋ ଯାହା ଛଡେଇ ଦଉଛି। ଆଉ ଏଇ ଯୋଉ ସ୍ପେଶାଲ ଜିନିଷଟି ବନିବ ତା ପାଇଁକା ବନ୍ଧାକୋବି ଗାଜର ଆଉ କ୍ୟାପ୍ସିକମ୍ ନିହାତି ଦରକାର। କ୍ୟାପ୍ସିକମ୍ ତ ନାହିଁ ଦିଟା ଜିନିଷରେ କାମ ଚଳେଇଦବା ଆଉ ଏପଟେ ମୋ ନଣନ୍ଦ ମହାରାଣୀ ମଧ୍ୟ ହେଲ୍ପ କରୁଛନ୍ତି ଗୁଳା ବନେଇବାରେ ଆଉ ଶାଶୁମା ମଧ୍ୟ ବେଲାବେଲି କରିଦଉଛନ୍ତି। ଏଠି ଆମର ଷ୍ଟଫିଂ ରେଡି ସେଠି ଆମର ଚିଜ ରେଡି ଚାଲନ୍ତୁ ଏବେ ବନେଇବା ଜଷ୍ଟ ଆଗରୁ ଭାଇନାଙ୍କୁ ଯାଇ କହିଲି ଚାଲନ ଟିକେ ହେଲ୍ପ କରିବ ମତେ କହୁଛନ୍ତି ମୁଁ ବା ଏବେ ଦେଢୁଶର ହେଇଯାଇଛି ମୁଁ ସେଠିକି ଯାଇପାରିବିନି ତମେ ଯାଅ ବନେଇଦବ। ଏବେ ତ ଆପଣ ମାନେ ଜାଣିପାରୁଥିବେ କି କଣ ବନୁଛି। ଆଜ୍ଞା ହଁ ମୋମୋ ବନୁଛି ମୋମୋ ଖାଇବାକୁ ସିନା ଟେଷ୍ଟି କିନ୍ତୁ ବନେଇବା ଭାରି କଷ୍ଟ। ପ୍ରଥମ ଭାରିଟି ବାହାରି ସାରିଲା ପରେ ଠାକୁମାଙ୍କୁ ବାପାଙ୍କୁ ଆଉ ୟାଙ୍କୁ ମୁଁ ଦେଇଥିଲି ଖାଇବା ପାଇଁ ଆଉ ସମସ୍ତଙ୍କର ଫିଡବ୍ୟାକ୍ ବହୁତ ବଢିଆ ଥିଲା। ଶେଷରେ ଦୁଇ ଯା ଆଉ ନଣନ୍ଦ ବସି ଯାଇଥିଲୁ ଖାଇବା ପାଇଁକା। ଆକ୍ଚୁଆଲି ମୋମୋଟି ବହୁତ ଟେଷ୍ଟି ଥିଲା ଆଉ ସମସ୍ତଙ୍କୁ ବହୁତ ପସନ୍ଦ ଆସିଲା। ସକାଳୁ ସକାଳୁ ବାବୁ ଆମର ଉଠିକି ପୁରା ରେଡି ସେଡି ହେଇଯାଉଛନ୍ତି କାହିଁକି ନା ଦେଖାଣି ଯିବା ପାଇଁକା। ପିଉସୀ ନାନୀଙ୍କ ପୁଅଙ୍କର ଫାଇନାଲ ଦେଖା ଚାହା ଅଛି ସେଥିପାଇଁକା ବାପା ଆଉ ଇଏ ରେଡି ହେଇଯାଉଛନ୍ତି ଯିବା ପାଇଁକା। ଆଉ ମୁଁ ତାଙ୍କୁ ଏଠି କହୁଛି ତମେ ବି ଯାଅ ମୁଁ ବି ଆମ ଘରକୁ ଯିବି 2 ଦିନ ପାଇଁକା। ସେମାନେ ବାହାରିକି ଗଲା ପରେ ଆମେ ଆସି ଯାଇଥିଲୁ ଏଠି ରୋଷେଇ କରିବା ପାଇଁ। ଏଠି କୋବି ଆଳୁ ତରକାରୀ ପାଇଁକା ମୁଁ କଟାକଟି କରିଦଉଛି ଆଉ ଯେହେତୁ ବାପ ଘରକୁ ମୁଁ 2 ଦିନ ପାଇଁକା ଯାଉଛି ତ ସେଥିପାଇଁକା ଛୋଟ ମୋଟ ଟିକେ ପ୍ୟାକିଂ କରିବା ପାଇଁ ମୁଁ ଏଠି ଆସିଯାଇଛି। ବେଶୀ କିଛି ନ ନେଲେ ମେକଅପ୍ ଜିନିଷ ତ ଟିକେ ନେବି ସ୍କିନ୍ କେୟାର ଜିନିଷ ତ ନେବି ନିହାତି। ଚାଲନ୍ତୁ କାଲି ଆପଣମାନଙ୍କ ସହିତ ସେୟାର କରୁଛି କଣ ପାଇଁ ମୁଁ ବାପ ଘର ଯାଉଛି ଆଉ କଣ କଣ ସବୁ କରୁଛି।